ବଲାଙ୍ଗୀର ଜିଲ୍ଲା ପାଟନାଗଡ଼ ବ୍ଲକ ଲରମ୍ପା ଥାନା ଅଇଲାତୁଙ୍ଗା ଗାଁରେ ଖୋଲାଖୋଲି ଭାବେ ବେଆଇନ ଭାବେ କଫ୍ ସିରପ ବିକ୍ରି ହେଉଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓରେ ଅଇଲାତୁଙ୍ଗା ଗାଁର ଯାଦବ ବେହେରା ନାମକ ବ୍ୟକ୍ତି ତାଙ୍କ ଘରୁ କଫ୍ ସିରପ ବାହାର କରି ଖୋଲାଖୋଲି ବିକ୍ରି କରୁଥିବା ଦେଖିବାକୁ ମିଳୁଛି। ତେବେ ଅବକାରୀ ବିଭାଗ ତଥା ପୋଲିସ ଏ କଫ୍ ସିରପ ମାଫିଆଙ୍କୁ ହାତ ମାରିବାକୁ ସାହସ ଜୁଟାଇ ପାରିନାହିଁ। ଜିଲ୍ଲା ତଥା ପାଟନାଗଡ଼ ଉପଖଣ୍ଡ ଅଞ୍ଚଳରେ ପୋଲିସ ଅନେକ ସମୟରେ ଚଢ଼ାଉ କରି ଅନେକ କଫ୍ ସିରପ ମାଫିଆଙ୍କୁ ସାବାଡ଼ କରୁଥିବା ବେଳେ ଅଇଲାତୁଙ୍ଗା ଗାଁରେ ଥିବା ମାଫିଆଙ୍କ କ୍ଷେତ୍ରରେ କାହିଁକି ଚୁପ୍ ରହିଛି ବୋଲି ଗାଁ ଲୋକ ଅଭିଯୋଗ ଆଣିଛନ୍ତି। ତେବେ ଦୀର୍ଘ 5 ବର୍ଷରୁ ଏ ମାଫିଆ କଫ୍ ସିରପ ବେପାର କରୁଥିବା ବେଳେ ପୋଲିସ ତଥା ଅବକାରୀ ବିଭାଗ ହାତ ବାନ୍ଧି ବସିଛି। ଫଳରେ ଯୁବଗୋଷ୍ଠୀ କଫ୍ ସିରପ ପିଇ ପଥଭ୍ରଷ୍ଟ ହେବା ସହ ତଳିତଳାନ୍ତ ହେବାରେ ଲାଗିଛନ୍ତି। ଏ ଦିଗରେ ପୋଲିସ ପ୍ରଶାସନ ଦୃଷ୍ଟି ଦେବା ପାଇଁ ଦାବି ହେଉଛି। ବ୍ୟୁରୋ ରିପୋର୍ଟ ଅପରାହ୍ନ ଲାଇଭ୍।